ଟିକି ଚଢ଼େଇ ଦାନା ଖୋଜିବା ପାଇଁ ଜଙ୍ଗଲକୁ ଯାଉଥିଲା। ଜଙ୍ଗଲକୁ ଯିବା ବେଳେ ରାସ୍ତାରେ କଳା କାଉକୁ ଦେଖିଲା। କୁଆଡ଼େ ଯାଉଛୁ ରାନୁ ଚଢ଼େଇ? କାଉ ଭାଇ, ମୁଁ ଦାନା ଖୋଜିବାକୁ ଯାଉଛି। ଆଗକୁ ବର୍ଷା ଷ୍ଟାର୍ଟ ହେଇଯିବ, ଦାନା ଖୋଜିବା ପାଇଁ ଅସୁବିଧା ହେଇଯିବ। ମୁଁ ତ କହୁଛି ତୁମେ ବି ତୁମ ପାଇଁ ଦାନା ଖୋଜିଦିଅ। ହଁ ରାନୁ ଚଢ଼େଇ, ତୁ ଠିକ୍ କହୁଛୁ। ହଁ ରାନୁ, ବର୍ଷାରେ ଠିକ୍ସେ ଦାନା ବି ମିଳେ ନାହିଁ। ମୁଁ ବି ତୋ ସହିତ ଯିବି। ମୁଁ ୟା ପୂର୍ବରୁ ଯେତେବେଳେ କୃଷକର ସ୍ତ୍ରୀ ପାଖକୁ ଯାଇଥିଲି ତ ତା ପୁଅର ଦେହ ଖରାପ ଥିଲା। ମୁଁ ଜଙ୍ଗଲରୁ ଜଡ଼ିବୁଟି ନେଇକି ତାକୁ ଦେଇଥିଲି। ତ କୃଷକର ସ୍ତ୍ରୀ ମୋତେ କହିଥିଲା କି ମୁଁ ଯେବେ ଦାନା ଖୋଜିବା ପାଇଁ ଯିବି ସେ ମୋତେ ମକା ମଞ୍ଜି ଦବ ବୋଲି। ଯଦି ତୁମ ପାଖରେ କିଛି ଝୁଡ଼ି ଅଛି ତାହେଲେ ନେଇକି ଆସ, ଆମେ ସେ ଝୁଡ଼ି ନେଇକି ଯିବା ଆଉ ସେଥିରେ ମକା ମଞ୍ଜି ଧରିକି ଆସିବା। ହଁ ହଁ, ମୋ ଘରେ ଗୋଟିଏ ବଡ଼ ଝୁଡ଼ି ଅଛି। ମୁଁ ଏବେ ଯାଉଛି ଘରକୁ, ମୁଁ ଝୁଡ଼ି ନେଇକି ଆସିବି। ତୁ ମୋତେ ଏଇଠି ଅପେକ୍ଷା କରିଥା। କାଉ ଝୁଡ଼ି ଆଣିବା ପାଇଁ ତା ଘରକୁ ଚାଲିଗଲା। ତୁମେ ସେ ଝୁଡ଼ି ନେଇକି କୁଆଡ଼େ ଯାଉଛ? ସେ ରାନୁ କହିଲା ସେ କୃଷକର ସ୍ତ୍ରୀ ତାକୁ ମକାର ମଞ୍ଜି ଦବ ବୋଲି। ଆମେ ଦୁଇ ଜଣ ଏ ଝୁଡ଼ିରେ ମକା ମଞ୍ଜି ନେଇକି ଆସିବୁ। ଶୁଣ କାଳୁଜୀ, ତମେ ଯେତେବେଳେ ଜଙ୍ଗଲ ଭିତରକୁ ମକା ନେଇକି ଆସିବ ତମେ ସବୁତକ ଘରକୁ ନେଇକି ପଳେଇ ଆସିବ। କଣ ପାଇଁ? ସେ ତ ମୋତେ ତା ସହିତ ଧରିକି ଯାଉଛି। କିନ୍ତୁ ସେ ଝୁଡ଼ି ଆମର ନା, ତାକୁ କୋଉଠୁ ପରେ କିଛି ଦାନା ମିଳି ହିଁ ଯିବ। ଆମକୁ ତ କିଛି ମିଳୁନାହିଁ। ତୁମେ ସବୁ ଦାନା ଘରକୁ ନେଇକି ଆସିବ, ନହେଲେ ତୁମେ ଘରକୁ ଆସିବ ନାହିଁ। କଳା କାଉ ଝୁଡ଼ି ନେଇକି ରାନୁ ଚଢ଼େଇ ପାଖକୁ ଗଲା। ଦି ଜଣ ଯାକ ମିଶିକି କୃଷକର ସ୍ତ୍ରୀ ପାଖକୁ ଗଲେ। ମାଝି, ତମେ ମୋତେ କହିଥିଲ ମକା ମଞ୍ଜି ଦେବ ବୋଲି। ହଁ ରାନୁ ଚଢ଼େଇ, ମୁଁ ତମ ଅପେକ୍ଷାରେ ହିଁ ଥିଲି। ଦିଅ, ଝୁଡ଼ି ଦିଅ, ମୁଁ ଭିତରୁ ମକା ମଞ୍ଜି ନେଇକି ଆସୁଛି। ତାପରେ କୃଷକର ସ୍ତ୍ରୀ ଘର ଭିତରକୁ ଗଲା ଆଉ ଝୁଡ଼ିରେ ମକା ଭର୍ତ୍ତି କରି ଧରିକି ଆସିଲା। ମାଝି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ତମ ପୁଅ ଦେହ କେମିତି ଅଛି? ହଁ, ସେ ଏବେ ଭଲ ଅଛି। ତମ ଯଦି ଠିକ୍ ସମୟରେ ସେଦିନ ଜଡ଼ିବୁଟିକେ ଆଣି ଦେଇନଥାନ୍ତ କେଜାଣି କଣ ହେଇଥାନ୍ତା। ତାପରେ ଟିକି ଚଢ଼େଇ ଆଉ କଳା କାଉ କୃଷକର ସ୍ତ୍ରୀକୁ ଧନ୍ୟବାଦ ଦେଇକି ସେଇଠାରୁ ଚାଲି ଆସିଲେ। ତାପରେ ଜଙ୍ଗଲରେ ଟିକି ଚଢ଼େଇ ଓ କାଉ ଦୁଇ ଜଣ ଗୋଟେ ଜାଗାରେ ବସିଲେ। ଦିଅ କାଉ ଭାଇ, ମୋତେ ଝୁଡ଼ିଟା ଦିଅ। ମୁଁ ମକାକୁ ଦୁଇ ଭାଗ କରିଦେବି ଆଉ ଆମେ ଦୁଇ ଜଣ ସାଙ୍ଗ ହେଇକି ନେବା। କଣ ପାଇଁ? ଏ ଟୋକରି ମୋର, ଏ ମକା ମଞ୍ଜି ବି ମୋର। କାଉ ଭାଇ, ତୁମେ ଏମିତି କଣ କହୁଛ? ଆମେ ଦୁଇ ଜଣ ପରା କଥା ହେଇକି ଯାଇଥିଲେ କି ଦାନା ଆମେ ଦୁଇ ଜଣ ସାଙ୍ଗ ହେଇକି ଭାଗ କରିକି ନେବା। ଆଚ୍ଛା, ମୋର ତ କାହିଁ କିଛି ମନେ ପଡ଼ୁନି। ଏ ଝୁଡ଼ି ମୋର ମାନେ ଏଥିରେ ଥିବା ଜିନିଷ ବି ମୋର। ତାପରେ କଳା କାଉ ଝୁଡ଼ି ଉଠେଇକି ତା ଘର ଆଡ଼କୁ ଚାଲିଗଲା। କାଉ ଭାଇ, ତମେ ମୋ ସହିତ କିଛି ଠିକ୍ କରିଲ ନାହିଁ। ତାପରେ ଟିକି ଚଢ଼େଇ ଖାଲି ହାତରେ ଘରକୁ ଫେରି ଆସିଲା। ମାମା, ଆଜି ତମେ କିଛି ଖାଇବା ଆଣିନ? ନାହିଁ ଗୁଡ଼ିଆ, ସେ ଦୁଷ୍ଟ କାଉ ଚାଲାକରେ ମୋର ସବୁ ଦାନା ନେଇଗଲା। ମୁଁ ଶୁଆନାନୀ ପାଖକୁ ଯାଉଛି, ସେ ମୋତେ କିଛି ଦାନା ଦେଇଦେବ। ତାପରେ ରାନୁ ଚଢ଼େଇ ଶୁଆନାନୀ ଘରକୁ ଗଲା। ଶୁଆନାନୀ କି ରାନୁ ଚଢ଼େଇ ସବୁ କଥା କହିଲା। ତୁ ଚିନ୍ତା କରନି ରାନୁ ଚଢ଼େଇ, ମୋ ପାଖରେ କିଛି ଦାନା ଅଛି, ତୁ ସେଇଟା ନେଇକି ଯା, ତୋ ପିଲାମାନଙ୍କୁ ଦେଇଦେବୁ। ଆଜି ମୁଁ ଗୋଟେ ଜାଗାକୁ ଦାନା ଆଣିବା ପାଇଁ ଯାଇଥିଲି। ସେଇଠି ଗୋଟିଏ ବଡ଼ ଆମ୍ବ ଗଛ ଥିଲା। ସେ ଗଛରେ ମିଠା ମିଠା ଆମ୍ବ ବହୁତ ଆସିଛି। କାଲି ଆମେ ଦୁଇ ଜଣ ସେଇଠିକି ଯିବା ଆଉ ଆମ୍ବ ଧରିକି ଆସିବା। ଠିକ୍ ଅଛି ଶୁଆନାନୀ, ମୁଁ କାଲି ଆସିବି। ତାପରେ ରାନୁ ଚଢ଼େଇ ଶୁଆନାନୀ ପାଖରୁ ଦାନା ନେଇକି ତା ଘରକୁ ଗଲା ଆଉ ତା ପିଲାମାନଙ୍କୁ ଖାଇବାକୁ ଦେଲା। ତା ପରଦିନ ସକାଳୁ ସକାଳୁ ରାନୁ ଚଢ଼େଇ ଆଉ ଶୁଆନାନୀ ଆମ୍ବ ଗଛ ପାଖକୁ ଗଲେ। ଆମ୍ବ ଗଛରେ ବହୁତ ସୁନ୍ଦର ସୁନ୍ଦର ମିଠା ମିଠା ଆମ୍ବ ହେଇଥିଲା। ରାନୁ ଚଢ଼େଇ, ତୁ ତୋ ପାଇଁ ଆମ୍ବ ତୋଳ, ମୁଁ ମୋ ପାଇଁ ଆମ୍ବ ତୋଳିବି। ତୁ ତୋ ପାଇଁ ଟିକେ ଅଧିକା ଆମ୍ବ ତୋଳିବୁ, ତୋର ପିଲାମାନେ ଘରେ ଅଛନ୍ତି ନା। ପିଲାମାନଙ୍କୁ ଆମ୍ବ ବହୁତ ଭଲ ଲାଗେ। ଶୁଣିଛି କାଲିଠାରୁ ବର୍ଷା ଆରମ୍ଭ ହେଇଯିବ। ବର୍ଷାରେ ତ କୁଆଡ଼େ ଯାଇ ହେବନି ଦାନା ଖୋଜି। ତାପରେ ଆମେ ବାରମ୍ବାର ଏଇ ଜଙ୍ଗଲ ପଟିକି ଆସିପାରିବା ନାହିଁ। ତାପରେ ସେମାନେ ଦି ଜଣ ଆମ୍ବ ତୋଳିଲେ ଆଉ ଆମ୍ବ ତୋଳିକି ସେମାନେ ନିଜ ନିଜ ଘରକୁ ଚାଲିଗଲେ। ଆଉ ଏପଟେ କଳା କାଉ ଯୋଉ ଝୁଡ଼ିରେ ମକା ରଖିଥିଲା ସେ ମକାରେ ପୋକ ଲାଗିଗଲାଣି। ତାପରେ ସବୁ ମକା ମଞ୍ଜି ଖରାପ ହେଇଗଲା। ଇଏ କଣ ହେଇଗଲା କାଉଜି? ଏବେ ତ ଆମେ ଏ ମକା ଖାଇପାରିବା ନାହିଁ। ୟାକୁ ଖାଇଲେ ଆମ ପେଟ ଖରାପ ହେଇଯିବ। ତୁ ମୋତେ କହିଲୁ ସବୁ ମକା ମଞ୍ଜି ନେଇକି ଆସିବା ପାଇଁ, ଆଉ ମୁଁ ନେଇକି ଆସିଲି ଭାଇ। ଆଉ ଦେଖ, ଇଏ ଆମ କାମରେ ବି ଆସିଲା ନାହିଁ। ତୁମେ ମୋତେ ଆଉ କିଛି କହିବା ଦରକାର ନାହିଁ। ଯାଅ, ଯାହାହେଲେ କିଛି ମୋ ପାଇଁ ଖାଇବା ପାଇଁ ଆଣ। ରାନୁ ଚଢ଼େଇ ଏବେ ମୋତେ ଆଉ କିଛି ଦବ ହିଁ ନାହିଁ। ମୁଁ ଶୁଆନାନୀ ପାଖକୁ ଯାଉଛି। ତାପରେ କଳା କାଉ ଶୁଆନାନୀ ପାଖକୁ ଗଲା। ଶୁଆନାନୀ, ଶୁଆନାନୀ, ଏଇ ତୁମ ପାଖରେ ଯୋଉ ମିଠା ମିଠା ଆମ୍ବ ଅଛି ସେଇଥିରୁ ମୋତେ ଦୁଇଟା ଆମ୍ବ ଦିଅ ନା। ମୋତେ ଆଉ ମୋ ସ୍ତ୍ରୀକି ବହୁତ ଭୋକ ଲାଗୁଛି ଆଉ ଆମେ କାଲିଠାରୁ କିଛି ବି ଖାଇନୁ। ଆଉ ଆଜି ଏତେ ବର୍ଷା ହଉଛି, କୋଉଠୁ ଦାନା ମିଳିବ ହିଁ ନାହିଁ। ଆଉ ଖାଇବା ନ ନେଇକି ଘରକୁ ଗଲେ ଗୌରୀ ମୋତେ ଛାଡ଼ିବ ନାହିଁ, ମୋତେ ଘରୁ ବାହାର କରିଦେବ। ଆଚ୍ଛା ହଉ, ମୁଁ ତତେ ଗୋଟିଏ ଆମ୍ବ ଦେବି, କିନ୍ତୁ ତୁ ମୋର ଗୋଟିଏ କାମ କରିବାକୁ ପଡ଼ିବ। ଶୁଆନାନୀ, ଜଲ୍ଦି କୁହ କଣ କାମ ଅଛି? ମୁଁ ଏବେ କରିଦେବି। ମୋ ଘର ଛାତ ଉପରୁ ପାଣି ପଡ଼ୁଛି। ତୁ ଜଲ୍ଦି ଯା କିଛି ଡାଳ ନେଇ ଆସିବୁ ଆଉ ମୋ ଘର ଛାତ ଉପରେ ଦେଇଦେବୁ। ତାପରେ ଆଉ ପାଣି ଭିତରକୁ ପଡ଼ିବ ନା। ତାପରେ ମୁଁ ତତେ ଆମ୍ବ ଦେବି।
ତାପରେ କଳା କାଉ ଜଲ୍ଦି ଚାଲିଗଲା ଡାଳ ଆଣିବା ପାଇଁ। ବାହାରେ ବହୁତ ଜୋରରେ ବର୍ଷା ହେଉଥିଲା ଆଉ କାଉକୁ କିଛି ଦେଖାଯାଉନି। ତାପରେ ତାକୁ ଗୋଟିଏ ଗଛ ଦେଖାଗଲା। ତାପରେ ସେ ସେଇଠୁ ଡାଳ ନେଇକି ଶୁଆନାନୀ ଘର ଉପରେ ଦେଇଦେଲା। ତାପରେ ଶୁଆନାନୀ କଳା କାଉକୁ ଗୋଟିଏ ଆମ୍ବ ଦେଲା। ଏ ଆମ୍ବ ତୋ ସ୍ତ୍ରୀକୁ ବି ଦେବୁ, ତୁ ଏକା ଖାଇଦେବୁନି। ଶୁଆନାନୀ ପାଖରୁ ଆମ୍ବ ନେଇକି କଳା କାଉ ଆସିଗଲା ଆଉ ଆସିକି ଗୋଟିଏ ଡାଳ ଉପରେ ବସିଗଲା। ସବୁ କାମ ମୁଁ କରିବି ଆଉ ଆମ୍ବ ଖାଇବ ଗୋରି? ଏମିତି ମୁଁ ହେବାକୁ ଦେବିନି। ଏ ଆମ୍ବ କେବଳ ମୁଁ ହିଁ ଖାଇବି। ତାପରେ କଳା କାଉ ମଜାରେ ଆମ୍ବ ଖାଇବାକୁ ଲାଗିଲା। ଆରେ ବା, ଆମ୍ବ ତ ବହୁତ ମିଠା ଲାଗୁଛି। ଏପଟେ ଗୋରି କାଉ କଳା କାଉର ଅପେକ୍ଷାରେ ଥିଲା। ଆରେ ଏତେ ଟାଇମ ହେଲାଣି, କାଉଜି ଆଜି କୁଆଡେ ଗଲେ? ଏ କାଉଜି ଏବେ ଯାକେ ଆସିଲେନି। ମତେ ଲାଗୁଛି ମୁଁ ନିଜେ ଯିବାକୁ ହିଁ ପଡିବ। ତାପରେ ଗୋରି କାଉ ଶୁଆନାନୀ ଘରକୁ ଗଲା। ଶୁଆନାନୀ, ମୋ ସ୍ୱାମୀ ତମ ଘରକୁ ଦାନା ପାଇଁ ଆସିଥିଲେ, ହେଲେ ଏବେ ଯାଏ ଘରକୁ ସେ ଫେରିଲେ ନାହିଁ। ତମେ ତାକୁ ଦାନା ଦେଇଛ ନା ଦେଇନା? ହଁ ଦେଇଛି, ମୁଁ ତାକୁ ଏବେ ଗୋଟିଏ ମିଠା ଆମ୍ବ ଦେଇଛି। ତାପରେ ସେ ଆମ୍ବ ନେଇକି ଚାଲିଗଲା। ମୁଁ ଜାଣିନି ସେ କୁଆଡେ ଗଲା। ସେ ବୋଧେ କୋଉଠି ବସିକି ଆମ୍ବ ଖାଉଥିବ। ତାପରେ ଗୋରି କଳା କାଉକୁ ଖୋଜିବାକୁ ଗଲା। ଦେଖିଲା ଗୋଟିଏ ଡାଳ ଉପରେ କଳା କାଉ ବସିଛି। ତାପରେ ଗୋରି ତା ପାଖକୁ ଗଲା। ଭଲ ହେଲା, ଏ ଆମ୍ବକୁ ମୁଁ ଖାଉଛି, ନହେଲେ ସେ କାଳି କାଉ ଖାଇଥିଲେ କଳା ହେଇଯାଇଥାନ୍ତା। ସେ ଆଜି ଭୋକିଲା ରହୁ, ବହୁତ ମଜା ଆସିବ। ମତେ କହୁଥିଲା ଘରୁ ବାହାର କରିଦବ ବୋଲି। ଆଜି ଭୋକିଲା ରହୁ ସେ, ଜାଣିବ। ଆଚ୍ଛା, ତୁମେ ମୋ ପଛରେ ଏମିତି କଥା କହୁଛ? କାଉ ତାପରେ ଡରିକି ଛାନିଆ। ମୁଁ ସେପଟେ ତମକୁ ଅପେକ୍ଷା କରିଛି, ତମେ ଏଠି ବସି ଆମ୍ବ ଖାଉଛ। ଗୋରି, ତୁ ଏଇଠି କ'ଣ କରୁଛୁ? ତମକୁ ରୁହ ଦଉଛି, ତମକୁ ତ ମୁଁ ଛାଡ଼ିବି ହିଁ ନାହିଁ। ତାପରେ ଗୋରି କାଉ କଳା କାଉକୁ ଖୁବ୍ ପିଟିଲା। ତ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜି ପାଇଁ ଏତିକି, ପୁଣି ଆସିବେ କିଛି ନୂଆ ଭିଡ଼ିଓ ନେଇ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।